ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶରଥପୁର ବ୍ଲକ ଅନ୍ତର୍ଗତ ରହସୁଇ ଗ୍ରାମ ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା। ଆରଟିଆଇ ତଥ୍ୟ ହେଲା କାଳ, ନିଜ ମା ଓ ପତ୍ନୀକୁ ବେଇଜ୍ଜତ ହେବାକୁ ପଡ଼ିଲା। ସୂଚନା ଅଧିକାରୀ ଜୀବନ ବିକଳରେ ଲୁଚିଲେ ଘରେ। ତେବେ ଦର୍ଶକ ବନ୍ଧୁ, ଏବେ ଆମେ କହୁଛୁ ଆମ ଓଡ଼ିଆ ଅସ୍ମିତାର କରୁଣ କାହାଣୀ। ଏ ଘଟଣା ଆଉ କେଉଁଠି ନୁହେଁ, ଯାଜପୁର ଜିଲ୍ଲାର ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ଏକ ଗୌରବମୟ ଘଟଣା। ଶହ ଶହ ଜନସାଧାରଣଙ୍କ ଗହଣରେ ମହିଳାଙ୍କୁ ଘୋଷାଡ଼ି ମାରିବା ସହ ଯେଉଁ ପ୍ରକାର ଅସାମ୍ବିଧାନିକ ଭାଷା, ଏହା ଅସଭ୍ୟ ସମାଜର ବର୍ବରତାକୁ ମନେ ପକାଇ ଦେଉଛି। ତେବେ ଦଶରଥପୁର ବ୍ଲକ ରହସୁଇ ପଞ୍ଚାୟତର ସୂଚନା ଅଧିକାର କର୍ମୀ ଅଶୋକ ପତି ଗତ 6 ମାସ ତଳେ ତାଙ୍କ ପଞ୍ଚାୟତର କିଛି ଘୋଟାଲାକୁ ନେଇ ସରକାରଙ୍କୁ ସୂଚନା ମାଗିଥିଲେ। ପରେ ଏହା ଇନକ୍ୱାରି ହୋଇଥିଲା। ବାସ୍ ଏତିକିରେ ଚହକି ଉଠିଥିଲେ ସ୍ଥାନୀୟ ମହିଳା ସରପଞ୍ଚଙ୍କ ସ୍ୱାମୀ ତଥା ସରପଞ୍ଚ ପ୍ରତିନିଧି ଶିବପ୍ରସାଦ ରଥ। ଦୀପାବଳିରେ ହିସାବ କିତାବ ଚୁକେଇବାକୁ ଦେଇଥିଲେ ଧମକ। ତେବେ ଠିକ୍ ଦୀପାବଳି ସମୟରେ ପଠାଇଥିଲେ ପୋଷା ଗୁଣ୍ଡାଙ୍କୁ ସୂଚନା ଅଧିକାରୀଙ୍କ ଘରକୁ। ବିପଦ ଟାଳିବାକୁ ଅଶୋକ ଓ ତାଙ୍କ ମା ଦୁର୍ବୃତ୍ତଙ୍କୁ କୌଣସି ପ୍ରକାର ଦିଆ କରିବା ପରେ ନିଜେ ସରପଞ୍ଚ ପ୍ରତିନିଧି ଶିବପ୍ରସାଦ ଶତାଧିକ ଅନୁଗତଙ୍କୁ ସାଥିରେ ଧରି ପହଞ୍ଚିଥିଲେ ସୂଚନା ଅଧିକାର କର୍ମୀ ଅଶୋକଙ୍କ ଘରେ। ତାପରେ ଚାଲିଥିଲା ଅକଥନୀୟ ନିର୍ଯାତନା। ଜୀବନ ବିକଳେ ଅଶୋକ ଘର ଭିତରେ ଲୁଚିଥିବା ବେଳେ ତାଙ୍କ ସ୍ତ୍ରୀ ଲଳିତା ପତିଙ୍କୁ ଟାର୍ଗେଟ କରିଥିଲେ ଦୁର୍ବୃତ୍ତ। ଘରୁ ଘୋଷାଡ଼ି ଆଣି କିପରି ଅର୍ଦ୍ଧଲଗ୍ନ ଅବସ୍ଥାରେ ମାଡ଼ ମାରିବା ସହ କିପରି ଭାଷା ପ୍ରୟୋଗ କରୁଛନ୍ତି ଶୁଣନ୍ତୁ। ଏତେ ପରେ ବି ଦୁର୍ବୃତ୍ତଙ୍କ ପକ୍ଷରୁ ଥାନାରେ ଜାତିଆଣ କେସ୍ କରି ନିଜ ଦୋଷ ଘୋଡ଼ାଇବାର ଅପଚେଷ୍ଟା କରିଛନ୍ତି। ତେବେ ଦଶରଥପୁର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ବାବୁ ପାଣିଗ୍ରାହୀ ଓ ପୁଟୁଳି ସେଠୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି। ମୁଖ୍ୟ ଅଭିଯୁକ୍ତ ସରପଞ୍ଚଙ୍କ ସ୍ୱାମୀ ତଥା ପ୍ରତିନିଧି ଶିବପ୍ରସାଦ ରଥ ଲାପତା ଅଛନ୍ତି। ତାଙ୍କ ସହ ଯୋଗାଯୋଗ କରିବାକୁ ଆମ ପ୍ରତିନିଧି ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ଫୋନ୍ ବନ୍ଦ ଅଛି। ତେବେ ସରକାର ଓଡ଼ିଆ ଅସ୍ମିତାର ଡିଣ୍ଡିମ ପିଟୁଥିବା ବେଳେ ସର୍ବସମକ୍ଷରେ ଅର୍ଦ୍ଧ ଉଲ୍ଲଂଘନ କରି ମାଡ଼ ମାରିବା କେଉଁ ଓଡ଼ିଆ ଅସ୍ମିତା ବୋଲି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଦୋଷୀକୁ ଉପଯୁକ୍ତ ଦଣ୍ଡ ଓ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ ଭୟଙ୍କର ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ଜନସାଧାରଣ ଚେତାବନୀ ଦେଇଛନ୍ତି। ଯାଜପୁରରୁ ରମାଲାଲ ଭୂୟାଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।